ଦେଖନ୍ତୁ ଆଜି गोटे आमे छोटिया टॉपिक रे आमे कथाबार्ता हवा निज सहित कथा हेबाटा शिखंतु ହେଲା ନିଜ ଆମେ ଅନ୍ୟ ମାନଙ୍କର ସହିତ କଥା ହଉ ଆମେ ଆମ ପୁଅ ଝିଅଙ୍କ ସହିତ କଥା ହଉ ଭଉଣୀ ମାନଙ୍କର ସହିତ କଥା ହଉ ପରିବାର ଲୋକମାନଙ୍କର ସହିତ କଥା ହଉ ସ୍ୱାମୀଙ୍କ ସହିତ କଥା ହଉ କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ କହିବାକୁ ଚାहे ନିଜ ସହିତ କଥା ହେବାଟା ଶିଖନ୍ତୁ କେମିତି ନିଜ ସହିତ ନିଜକୁ କଥା ହେଲେ ଲୋକମାନେ ପାଗଳ ବୋଲି କହିବେ ବୋଲି ଆମେ ଅନେକ ସମୟରେ ଭାବୁ କିନ୍ତୁ ନାଇଁ ପ୍ରିୟ ଭଉଣୀ ମାନେ ଆମେ ନିଜକୁ ନିଜେ କଥା ହେବାଟା ଶିଖିବାର ଅଛି ଆମେ ଅନ୍ୟମାନଙ୍କୁ ବହୁତ ସୁନ୍ଦର ଏନକରେଜ କରୁ କିନ୍ତୁ ଅନେକ ସମୟରେ ଆମେ ନିଜେ ଏତେ ନିରୁତ୍ସାହ ହେଇଯାଇଥାଉ ଯେ ଆମେ ନିଜ ସହିତ ମଧ୍ୟ କଥା ହେବାଟା ଶିଖିବାର ଅଛି ଆମେ ଅନ୍ୟମାନଙ୍କୁ ଏନକରେଜ କରୁ ଅନ୍ୟମାନଙ୍କୁ ଉତ୍ସାହ ଦଉ ତାଠାରୁ ଅଧିକ ଆମେ ନିଜକୁ ଉତ୍ସାହ ଦେବାର ଅଛି ନିଜ ସହିତ ଆମେ ନିଜେ କଥା ହେବାର ଅଛି ଦେଖନ୍ତୁ କରହ ସନ୍ତାନ ଗଣ କଣ କହୁଛନ୍ତି ଗୀତ 42:5 Psalm 42:5 ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ? ତୁ କାହିଁକି ମୋ ଅନ୍ତରରେ ଅସ୍ଥିର ହେଉଅଛୁ? ପରମେଶ୍ୱରଙ୍କ ଠାରେ ଭରସା ରଖ, କାରଣ ମୁଁ ତାହାଙ୍କ ଶ୍ରୀମୁଖର ପ୍ରସନ୍ନତା ସକାଶୁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି। ଆମେ ଯଦି ଉପର ହେଡିଂ ରେ ଦେଖିବା ଏଟା ଲେଖା ଅଛି ପ୍ରଧାନ ବାଦ୍ୟକର ନିମନ୍ତେ କରହ ସନ୍ତାନ ଗଣର ମସ୍କିଲ ଏ ଗୀତ କିଏ ଲେଖୁଛନ୍ତି କରହ ସନ୍ତାନ ଗଣ ଲେଖୁଛନ୍ତି କରହ ସନ୍ତାନ ଗଣର ବ୍ୟାକଗ୍ରାଉଣ୍ଡ କୁ ଆମେ ଜାଣିଛୁ ତାର ଭିଡିଓ ବୋଧେ ଅଡିଓ କାର ଅନ୍ ଅଛି ବୋଧେ ଆଣ୍ଟିର ମାଇକ୍ ଅନ୍। ହଁ ହେଲା ଠିକ ଅଛି କରହ ସନ୍ତାନ ଗଣ ମାନେ ଯେ ସମୟରେ ସେମାନେ ନିଜକୁ ନିଜେ କଥା ହଉଛନ୍ତି କହୁଛନ୍ତି ହେ ମୋହର ପ୍ରାଣ ତୁ କାହିଁକି ଶୋକାକୁଳ ହଉଛୁ ତୁ କାହିଁକି ମୋ ଅନ୍ତରରେ ତୁ ଅସ୍ଥିର ହେଉଛୁ ପରମେଶ୍ୱରଙ୍କ ଠାରେ ଭରସା ରଖ କାରଣ ମୁଁ ତାହାଙ୍କର ଶ୍ରୀମୁଖର ପ୍ରସନ୍ନତା ସକାଶୁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି ଦେଖନ୍ତୁ କେତେ ବଢିଆ ନିଜକୁ ନିଜେ କଥା ହଉଛନ୍ତି ହେ ପ୍ରାଣ କାହିଁକି ତୁ ଏତେ ଶୋକାକୁଳ ହଉଛୁ କାହିଁକି ତୁ ଏତେ ଅସ୍ତବ୍ୟସ୍ତ ହଉଛୁ ପରମେଶ୍ୱର ଅଛନ୍ତି ପରା ସେ ଭରସା ନେବେ ଯୋଗ୍ୟ ପରମେଶ୍ୱର ସେ ତୋର ଯତ୍ନ ନେବେ ତୁ କାହିଁକି ଏତେ ଅସ୍ତବ୍ୟସ୍ତ ହଉଛୁ ତୁ କାହିଁକି ଏତେ ଛାଟି ପିଟି ହଉଛୁ ତୁ କାହିଁକି ଏତେ ବିଚଳିତ ହଉଛୁ ଆମେ ନିଜେ ନିଜକୁ ବୁଝାଇବାର ଅଛି ପ୍ରିୟ ଭଉଣୀ ମାନେ ଆମେ ଅନେକ ସମୟରେ ଅନ୍ୟ କିଏ ଜଣେ ଆସି ମତେ ବୁଝାଉ ବୋଲି ଆମେ ଅପେକ୍ଷାରେ ଥାଉ ଆମେ ଅନ୍ୟମାନଙ୍କୁ ଯାଇ ବୁଝାଉ କିନ୍ତୁ ଅନେକ ସମୟରେ ଆମେ ନିଜେ ନିଜକୁ ବୁଝାଇ ନଥାଉ ମୁଁ ଆଜି ଆପଣ ମାନଙ୍କୁ ପ୍ରତ୍ୟେକ ଜଣଙ୍କୁ ଏନକରେଜ କରିବାକୁ ଚାହେଁ ଥରେ ନିଜ ସହିତ କଥା ହୁଅନ୍ତୁ ମିରର ଆଗରେ ଟିକେ ଠିଆ ହୁଅନ୍ତୁ କୁହନ୍ତୁ ବା କି ସୁନ୍ଦର ଦୁଶ୍ଚୁ ସାଗରିକା କହିବାର ଅଛି ଆମେ ଅନ୍ୟମାନଙ୍କୁ ସୁନ୍ଦର ଦୁଶ୍ଚୁ କରୁଛୁ ବୋଲେ ନିଜକୁ ବି କହିବାର ଅଛି ବିୟୁଟିଫୁଲ ସୁନ୍ଦର ଦୁଷ୍ଟ ଶାଢୀ ତତେ ବଢିଆ ମାନୁଛି ଆମେ ନିଜକୁ ନିଜେ ମଧ୍ୟ ଏନକରେଜ କରିବାର ଆବଶ୍ୟକତା ରହିଛି ଆମେ ଅନେକ ସମୟରେ ଡିସକରେଜ ହେଇଯାଉ କିଏ ଯଦି ଆମକୁ ଟିକେ ଶୀତ ଦିନ ଆମେ ତ ଆମର କଲର ତ ଯାହା ଟିକେ ଅଧିକ ଟିକେ ଶୀତ ଦିନରେ ଅଧିକ ଆମେ ଡାର୍କ ଦେଖାଯାଉ ସେ ସମୟରେ କିଏ ଟିକେ କହିଦେଲା ବେଲେ ଆମେ ବିଭିନ୍ନ ପ୍ରକାର ଲେପ ଯାକକୁ ଲଗେଇକିନା ଆମେ ଡିସକରେଜ ହେଇଯାଉ ହଁ ଏମିତି ଦୁସୁଛି କି ବୋଲି ଅନେକ ସମୟରେ ଆମେ ନିଜକୁ ଡିସକରେଜ କରୁ କିନ୍ତୁ ମିରର ଆଗରେ ଯାଇନା ମୁଁ ଭୟଙ୍କର ଆଉ ଆଶ୍ଚର୍ଯ୍ୟ ରୂପେ ନିର୍ମିତ ମତେ ମୋର ପରମେଶ୍ୱର ନିଜ ହାତରେ ତିଆରି କରିଛନ୍ତି ତୁ ବହୁତ ସୁନ୍ଦର ଏସବୁ ଆମେ ନିଜକୁ ନିଜେ କହିବାର ଆବଶ୍ୟକତା ରହିଛି ପ୍ରିୟ ଭଉଣୀ ମାନେ ମୁଁ ଆପଣ ମାନଙ୍କୁ କହେ କରହ ସନ୍ତାନ ମାନେ ସେମାନଙ୍କର ପିତୃପୁରୁଷ ମାନେ ସେମାନଙ୍କର ବ୍ୟାକଗ୍ରାଉଣ୍ଡ ଠିକ ନାହିଁ କରହ ସନ୍ତାନ ମାନଙ୍କର ପିତୃପୁରୁଷ ସେମାନଙ୍କର ବାପା ମାନେ କଣ କଲେ ପରମେଶ୍ୱରଙ୍କର ବିରୁଦ୍ଧରେ ଯିବାରୁ ପରମେଶ୍ୱର ସେ ଭୂମି ଫାଟିଗଲା ଆଉ ସେମାନେ ସେ ଭୂମି ଭିତରେ ଜିଅନ୍ତା ଧସିକିନା ସେମାନେ ମରିଗଲେ ଏସବୁ ବିଷୟ କରହ ସନ୍ତାନ ମାନେ ଦେଖିଛନ୍ତି ଦେଖିଲେ ମଧ୍ୟ ସେମାନେ ଡିସକରେଜ ହେଉନାହାନ୍ତି ଯେ ଆମ ବାପା ମାଙ୍କର ପ୍ରତି ସେ ପ୍ରକାର ହେଇଛି ଆମର ପିତୃପୁରୁଷ ମାନଙ୍କ ପ୍ରତି ସେ ପ୍ରକାର ହେଇଛି କିନ୍ତୁ ଏମାନେ ଏବେ ମନ ପରିବର୍ତ୍ତନ କରି ପରମେଶ୍ୱରଙ୍କର ସହିତ ଚାଲୁଛନ୍ତି ପରମେଶ୍ୱରଙ୍କ ସହିତ ଗମନାଗମନ କରୁଛନ୍ତି ମୋର ବାପା ମାନେ ପାପ କଲେ ମୋର ବାପା ମାନେ ଅବାଟରେ ଯିବାରୁ ମୋର ବାପା ଜେଜେ ବାପା ମାନେ ଅବାଟରେ ଯିବାରୁ ତାଙ୍କର ପ୍ରତି ସେ ପ୍ରକାର ଦଶା ହେଲା କିନ୍ତୁ ମୋ ପ୍ରତି ସେ ପ୍ରକାର ହେବ ନାହିଁ
ରେ ମନ କାହିଁକି ତୁ ଶୋକାକୁଳ ହେଉଛୁ? ପରମେଶ୍ୱରଙ୍କ ଠାରେ ଭରସା ରଖ। ତୁ ଅସ୍ଥିର ହେ ନାହିଁ, ପରମେଶ୍ୱରଙ୍କ ଠାରେ ତୁ ନିଜକୁ ସୁସ୍ଥିର କରେ। ତୁ ବିଚଳିତ ହେନା। ଆମେ ଅନେକ ସମୟରେ ଭାବୁ ମୋର ତାଙ୍କୁ ସେମିତି ହେଇଥିଲା, ଟିକେ ରୋଗ ହେଇଯିବ, ଆମେ କଣ କହିବୁ ଏ ମା ଏ ରୋଗ, ଆମର ଗୋଡ ଟିକେ ଫୁଲିଗଲେ, ଆଜିକାଲି ଆମର ଏରିଆରେ ବହୁତ କିଡନୀ ପ୍ରୋବ୍ଲେମ ଚାଲିଛି ନା, ଆମକୁ ସେମିତି ଚିନ୍ତା ଆସୁଛି। ଏ ମା କିଡନୀ ପ୍ରୋବ୍ଲେମ ରେ ସେ ସେମିତି ହେଇଥିଲେ, ସେ ଚାଲି ଯାଇଥିଲେ, ମୋର ସେମିତି ହେବ ନାହିଁ ତ? ନାଇଁ, ଆମେ କହିବାର ଅଛି କାହିଁକି ତୁ ଅସ୍ଥିର ହଉଛୁ? କାହିଁକି ତୁ ବ୍ୟତିବ୍ୟସ୍ତ ହଉଛୁ? ସେ ଜିହୋବା ରାଫା ପରା ତୋ ସହିତ ଅଛନ୍ତି। ଟିକେ ଅଭାବ ହେଲେ ଆମେ ବ୍ୟତିବ୍ୟସ୍ତ ହେଇଯାଉଛୁ। କହିବାର ଅଛି ରେ ମନ କାହିଁକି ତୁ ଶୋକାକୁଳ ହେଉଛୁ? କାହିଁକି ତୁ ଅସ୍ଥିର ହଉଛୁ? କାହିଁକି ତୁ ବ୍ୟତିବ୍ୟସ୍ତ ହଉଛୁ? ସେ ଜିହୋବା ଯିରେ ଅଛନ୍ତି ପରା, ସେ ପର୍ବତରେ ଜଗେଇବା ପରମେଶ୍ୱର ଅଛନ୍ତି ପରା। ଅଛନ୍ତି ପ୍ରିୟ ଭଉଣୀ ମାନେ, ସେ ଆମମାନଙ୍କର ସହିତ। ଆମେ ଶୋକାକୁଳ ବ୍ୟତିବ୍ୟସ୍ତ ହେବା ନାହିଁ। ଆମେ ନିଜର ପ୍ରାଣକୁ, ନିଜର ମନକୁ ଆମେ ବୁଝେଇବା, ନିଜ ସହିତ ଆମେ କଥା ହେବା, କହିବା ପରମେଶ୍ୱର ଅଛନ୍ତି, ତୁ ବିଚଳିତ ହେ। କରହ ସନ୍ତାନ ମାନେ କି ପ୍ରକାର ଦେଖନ୍ତୁ, ବହୁତ ସୁନ୍ଦର ଭାବରେ ସେମାନେ ତାଙ୍କ ନିଜର ଆଖିରେ ଦେଖିଛନ୍ତି ଭୂମି ଫାଟି ଯାଇଛି, ଆଉ ସେମାନେ ତଳେ ଧସି ଯାଇଛନ୍ତି। ହେଲେ ମଧ୍ୟ ସେମାନଙ୍କର ମୁଖରେ ମାନେ ପରମେଶ୍ୱରଙ୍କୁ ସେମାନେ କହୁଛନ୍ତି ନାଇଁ, ଆମର ବାପା ମାନେ ଭୁଲ କଲେ, ତାଙ୍କ ଖରାପ ବାଟରେ ଚାଲିବାରୁ ତାଙ୍କ ପ୍ରତି ସେ ପ୍ରକାର ହେଲା, କିନ୍ତୁ ଆମେ ଅସ୍ଥିର ହେବା ନାହିଁ, ଆମେ ବ୍ୟତିବ୍ୟସ୍ତ ହେବା ନାହିଁ। ଆମେ କହୁଛୁ ପ୍ରଭୁ ଆମେ ତୁମକୁ ବିଦ୍ରୋହ କରୁନାହୁଁ, ପ୍ରଭୁ ଆମେ ତୁମର ପଛରେ ଚାଲିବାକୁ ଚାହୁଁଛୁ, ତୁମର ଇଚ୍ଛା ଅନୁସାରେ ଆମେ ଚାଲିବାକୁ ଚାହୁଁଛୁ। ତ ଏ ମନ ତୁ ଅସ୍ଥିର ହେନା, ତୁ ପରମେଶ୍ୱରଙ୍କର ଇଚ୍ଛାରେ ଚାଲେ, ତୁ ପରମେଶ୍ୱରଙ୍କ ଠାରେ ଭରସା ରଖେ, ସେ ପରମେଶ୍ୱର ତୋର ଯତ୍ନ ନେବେ। ଆଉ ଏ ମୁଖରେ ବିଦ୍ରୋହ ନାହିଁ, ଏ ମୁଖରେ ମୁଁ ପୁନର୍ବାର ପରମେଶ୍ୱରଙ୍କର ଧନ୍ୟବାଦ କରିବି, ପୁନର୍ବାର ମୁଁ ପ୍ରଶଂସା କରିବି, କାରଣ ସେ ମୋର ଭରସା ଯୋଗ୍ୟ ପରମେଶ୍ୱର, ସେ ମୋର ବିଶ୍ୱାସ ଭୂମି, ତାଙ୍କ ଠାରେ ମୁଁ ଭରସା ରଖିଅଛି। ଆଉ କହିବାର ଅଛି ସେଇ ଗୀତ ସଂହିତା 103:1 କହିଲା, ହେ ମୋହର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର। ହେ ମୋହର ମନ, ତାଙ୍କର ମଙ୍ଗଳ ଦାନ ସବୁ ପାସର ନାହିଁ। ଏ ମନକୁ ଆମେ ଶିଖେଇବାର ଅଛି, ରେ ମନ ତୁ କାର ପ୍ରଶଂସା କରିବୁ, କାର ଧନ୍ୟବାଦ କରିବୁ? ସଦା ପ୍ରଭୁଙ୍କର କରିବୁ। ଆମେ ଆମ ନିଜ ସହିତ କଥା ହେବାର ଆବଶ୍ୟକତା ରହିଛି। ତାଙ୍କର ମଙ୍ଗଳ ଦାନ ଗୁଡିକ, ସେ ତ ଜୀବନରେ କରିଥିବା ବିଷୟ ଗୁଡିକ ତତେ ଭୁଲିବାକୁ ହେବ ନାହିଁ। ମୁଁ ପଢୁଛି, ହେ ମୋହର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର। ହେ ମୋହର ଅନ୍ତରସ୍ଥ ସମସ୍ତ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। ହେ ମୋହର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କର ମଙ୍ଗଳ ଦାନ ସବୁ ପାସର ନାହିଁ। ଓଡିଆ ଗୀତ ଗୋଟେ ବହୁତ ଭଲ ଲାଗେ ସେ ଗୀତ। ହେ ମନ, ହେ ମନ, ମତେ ଏତେ ଭଲ ହୁଏ ନାହିଁ ସେ ଗୀତ, ବହୁତ ବଢିଆ ଗୀତ ସେଟା। ସେ ଗଢିଲେ ତତେ, ଉଦ୍ଧାରିଲେ ତତେ, ନିଜ ପ୍ରାଣ ଦେଇ ଆବରିଲେ ତତେ। ହେ ମନ, ହେ ମନ, ବହୁତ ବଢିଆ ଗୀତ। ରେ ମନ ପ୍ରଭୁଙ୍କର ତୁ ଆରାଧନା କର, ରେ ମନ ପ୍ରଭୁଙ୍କର ତୁ ସ୍ତୁତି କର। ବହୁତ ବଢିଆ, ବହୁତ ଭଲ ଲାଗେ। ଆମେ ଆମର ମନକୁ କହିବାର ଅଛି ପରମେଶ୍ୱରଙ୍କର ମଙ୍ଗଳ ଗାନ କେବେ ମଧ୍ୟ ପାସର ନାହିଁ, ଏଟା ଶିଖେଇବାର ଅଛି। ଆମେ ନିଜେ ନିଜ ସହିତ କଥା ହେବାର ଅଛି। ତୁ ଭୁଲି ଯାଉଛୁ କି ଗତ ଦିନ ଗୁଡିକର ବିଷୟ ଗୁଡିକ? ପଛ କଥା ତୁ ଭୁଲି ଯାଇଛୁ କି ପ୍ରଭୁ ତୋର କି ପ୍ରକାର ଯତ୍ନ ନେଇଥିଲେ? ଯୋଉ ସମୟରେ କଷ୍ଟରେ ଥିଲୁ, ଯୋଉ ସମୟରେ ଅଭାବରେ ଥିଲୁ, ତୁ କଣ ଭୁଲି ଗଲୁ କି? ଆମେ କଥା ହେବାର ଅଛି, ନିଜକୁ କହିବାର ଅଛି, ଭୁଲିବା କଥା ନାହିଁ। ପରମେଶ୍ୱର ଆମ ଜୀବନରେ ଅନେକ ମଙ୍ଗଳ ଦାନ କରିଛନ୍ତି ପ୍ରିୟ ଭଉଣୀ ମାନେ, ସେ ମଙ୍ଗଳ ଦାନକୁ ଆମେ କେବେ ମଧ୍ୟ ପାସରିବାର ନାହିଁ। ତାଙ୍କର ପବିତ୍ର ନାମର ପ୍ରତ୍ୟେକ ସମୟରେ ଆମର ମୁଖରେ ଧନ୍ୟବାଦ ସ୍ୱର ଉଛୁଳି ଉଠୁଥିବାର ଅଛି। ତାହା କେମିତି ଆମେ କରିପାରିବା? ଏ ମନକୁ ଆମେ ଶିଖାଇବାର ଆବଶ୍ୟକତା ରହିଛି। କହିବାର ଅଛି
ଆମେ ଅନେକ ସମୟରେ ଅନ୍ୟକୁ ଶିଖାଉ, ଅନ୍ୟଠାରୁ ଆମମାନେ କିଛି ଆଶା କରୁ, ଅନ୍ୟମାନଙ୍କୁ ଆମେ କହୁ ଯେ ପ୍ରଭୁ ଏ ପ୍ରକାର କଲେ ମଧ୍ୟ ତା ହୃଦୟରେ କୃତଜ୍ଞତା ନାହିଁ। ମାତ୍ର ମୁଁ କହିବାର ଅଛି ପ୍ରଭୁ ମୋ ଜୀବନରେ ଅନେକ ଗୁଡ଼ିଏ କାର୍ଯ୍ୟ କରୁଛନ୍ତି। ମୁଁ ମୋ ନିଜକୁ କହୁଛି କି ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ, ପ୍ରଭୁଙ୍କର ଗୌରବ କରିବା ପାଇଁ, ପ୍ରଭୁଙ୍କର ସ୍ତୁତି କରିବା ପାଇଁ। ପ୍ରିୟ ଭଉଣୀ ମାନେ, ଆମେ ନିଜେ ନିଜ ସହିତ ଆମେ କଥା ହେବାଟା ଶିଖିବା, ନିଜକୁ ଆମେ ଏନକରେଜ କରିବାକୁ ଶିଖିବା। ଆମେ ଅନେକ ସମୟରେ ବହୁତ ଥର ଆମେ ଡିସ୍କରେଜ ହେଇଯାଇଛୁ, ବହୁତ ଥର ଆମେ ଭାଙ୍ଗି ପଡିଛୁ, ଆମମାନଙ୍କର ପରିବାର ପରିସ୍ଥିତି ଗୁଡିକ ନେଇ, ଆମ ପୁଅ ଝିଅ ମାନଙ୍କର ଅବସ୍ଥାକୁ ନେଇ, ଆମର ଆର୍ଥିକ ଅବସ୍ଥାକୁ ନେଇ ଆମେ ଅନେକ ସମୟରେ ଡିସ୍କରେଜ ହେଇଯାଇଛୁ। ସେ ସମୟରେ କହିବାର ଅଛି, ତୋର ପ୍ରତିପାଳକ କଣ ମରି ଯାଇଛନ୍ତି କି? ସେ ଜୀବିତ ଅଛନ୍ତି। ଯେ ଇସ୍ରାଏଲ ଲୋକକୁ ମାନ୍ନା ଦେଲେ ପ୍ରାନ୍ତରରେ, ତତେ କଣ ସେ ଆଜି ଖାଇବା ପାଇଁ ଦେବେ ନାହିଁ କି? ତୁ କାହିଁକି ଏତେ ବ୍ୟତିବ୍ୟସ୍ତ ହଉଛୁ? ତୁ କାହିଁକି ଏତେ ବରିଡ ହଉଛୁ? ଆଜି ବିଜନେସ ଟିକେ ଚାଲୁନାହିଁ ବୋଲି ତୁ କାହିଁକି ଏ ପ୍ରକାର ଅସ୍ତବ୍ୟସ୍ତ ହେଇଯାଉଛୁ? ଏ ମନକୁ ଆମେ ଶିଖାଇବାର ଅଛି ତାହାଙ୍କର ମଙ୍ଗଳ ଦାନ। ଗତ ଦିନ ଗୁଡିକରେ ଯୋଉ ପରମେଶ୍ୱର କୋଭିଡ ସମୟରେ ଆମମାନଙ୍କର ଯତ୍ନ ନେଲେ, ସବୁ ବିଜନେସ ଗୁଡିକ ବନ୍ଦ ଥିଲା। ଯୋଉମାନେ ଆମମାନେ ପ୍ରାଇଭେଟ ଜବ ଗୁଡିକ କରୁଛୁ, ଆମେ ଯିବା ପାଇଁ ଅସୁବିଧା ହେବା ସମୟରେ ଆମର ସାଲାରୀ ଗୁଡିକ ଆସୁନଥିଲା, ସେ ସମୟରେ ଯୋଉ ପରମେଶ୍ୱର ଆମମାନଙ୍କର ଯତ୍ନ ନେଇଛନ୍ତି, ଆଜି କଣ ସେ ତୋର ଯତ୍ନ ନେବେ ନାହିଁ? ଏଟା ଆମର ମନକୁ ଆମେ କହିବାର ଅଛି। ଆମେ କାହିଁକି ଏତେ ଅସ୍ତ ଅବ୍ୟସ୍ତ ହଉଛୁ? ଯୋଉ ସମୟରେ କିଛି ନଥିବା ସମୟରେ ପରମେଶ୍ୱର ଆମମାନଙ୍କର ଯତ୍ନ ନେଲେ। ମୁଁ କହେ, ଯୋଉ ସମୟରେ ଆମମାନଙ୍କର ଜୀବନ ଗୁଡିକ, ଆମମାନଙ୍କର ବୈବାହିକ ଜୀବନ ଆମେ ଷ୍ଟୋର ରୁମ ରେ ଆରମ୍ଭ କଲୁ, ସେ ସମୟରେ ଯୋଉ ପରମେଶ୍ୱର ଆମମାନଙ୍କର ସହିତ ରହି ଏତେ ସୁନ୍ଦର ଭାବରେ କଢାଇ ଆଣିଛନ୍ତି, ସେ ପରମେଶ୍ୱରଙ୍କର ଆଗକୁ ଆମମାନଙ୍କୁ କଢେଇ ନେବେ ନାହିଁ। ଆଜି ଟିକେ ସମସ୍ୟା ଆସିଲେ, ଟିକେ କଷ୍ଟ ହେଲେ ଆମେ କାହିଁକି ଏତେ ବିଚଳିତ ହେଇଯାଉଛୁ? ଏ ମନକୁ କାହିଁକି ଏତେ ଆମେ ଅସ୍ଥିର କରୁଛୁ? ଏ ମନକୁ କହିବାର ଅଛି କି ପ୍ରତ୍ୟେକ ସମୟରେ, ସବୁ ଅବସ୍ଥାରେ, ସବୁ ସମୟରେ ପିତା ପରମେଶ୍ୱରଙ୍କର ଧନ୍ୟବାଦ କର। ଏହା ଆମେ ନିଜକୁ ଶିଖାଉ ପ୍ରିୟ ଭଉଣୀ ମାନେ। ଆଜି ଅନେକ ଯୁବା ଯୁବତୀ ମାନେ ଡିପ୍ରେସନ କୁ ଚାଲି ଯାଉଛନ୍ତି, ନିଜ ଜୀବନକୁ ସେମାନେ ହରେଇବା ପାଇଁ ବସିଛନ୍ତି। କାହିଁକି? ସେମାନେ ନିଜକୁ ନିଜେ ଏନକରେଜ କରି ଶିଖି ନାହାନ୍ତି। ଲୋକ କହିଦଉଛନ୍ତି ତୋତେ କିଛି ହବ ନାହିଁ, ତୁ ଦୁଷ୍ଟତା, ତୁ କେବେ ସୁଧୁରି ପାରିବୁ ନାହିଁ, ତୁ ଖାଲି ବସି ଏତେ ବଡ ହେଲୁନି, ବସି ବସି ଖାଲି ଘରେ ଖାଉଛୁ, କିଛି କମାଇ ଆଣୁନୁ କହିଲେ ଆମର ପିଲାମାନେ ଡିସ୍କରେଜ ହେଇ ଡିପ୍ରେସ ହେଇକିନା, ହଁ ସତ କଥା ବୋଲି ସେଟା ଧରିକିନା ଅନେକ ଜଣ ନିଜର ଜୀବନକୁ ମଧ୍ୟ ହରାଇବାକୁ ବସୁଛନ୍ତି, ନିଜେ ସୁଇସାଇଡ କରିବା ପାଇଁ ମଧ୍ୟ ଯାଉଛନ୍ତି। କିନ୍ତୁ ସେଇ ସମୟରେ ଆମେ ନିଜକୁ ସବଳ କରି ଆମେ ଠିଆ ହେବାର ଆବଶ୍ୟକତା ରହିଛି। ପରମେଶ୍ୱରଙ୍କ ଠାରେ ଭରସା ରଖିବାର ଆବଶ୍ୟକତା ରହିଛି। ସେଟା ଆମର ମନ ସହିତ, ଆମ ନିଜ ସହିତ ଆମେ ନିଜକୁ କଥା ହେବାର ଆବଶ୍ୟକତା ରହିଛି ପ୍ରିୟ ଭଉଣୀ ମାନେ। ଯୋଉ ସମୟରେ ଦାଉଦ ରାଜାଙ୍କୁ ଆମେ ପ୍ରଥମ ସମୟ 30 ଅଧ୍ୟାୟ ପଢିବା, ଦେଖନ୍ତୁ ତାଙ୍କର ପରିବାର ଲୋକମାନଙ୍କୁ ସମସ୍ତଙ୍କୁ ନେଇ ଯାଇଛନ୍ତି। 31 ଆମେ 4 ଯାଇ ପଢିଯିବା, 6 ଯାଏ। ଏ ଉତ୍ତାରେ ଦାଉଦ ଓ ତାଙ୍କର ଲୋକମାନେ ତୃତୀୟ ଦିନରେ ଶିଲକ୍ ନଗରରେ ଉପସ୍ଥିତ ହେଲେ। ସେ ସମୟକୁ ଅମାଲେକୀୟ ଲୋକମାନେ ଦକ୍ଷିଣାଞ୍ଚଳ ଓ ସିକ୍ଲଗ ଆକ୍ରମଣ କରିଥିଲେ ଓ ସିକ୍ଲଗକୁ ଆଘାତ କରି ଅଗ୍ନିରେ ଦଗ୍ଧ କରିଥିଲେ। ପୁଣି ତନ୍ମଧ୍ୟସ୍ଥିତ ସ୍ତ୍ରୀମାନଙ୍କୁ ଓ ସାନ ବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇ ଯାଇଥିଲେ। ସେମାନେ କାହାକୁ ବଧ ନ କରି ସମସ୍ତଙ୍କୁ ନେଇ ଆପଣା ପଥରେ ଚାଲି ଯାଇଥିଲେ। ପୁଣି ଦାଉଦ ଓ ତାଙ୍କର ଲୋକମାନେ ନଗରରେ ଉପସ୍ଥିତ ହୁଅନ୍ତେ, ଦେଖ, ନଗର ଅଗ୍ନିରେ ଦଗ୍ଧ ଓ ସେମାନଙ୍କ ଭାର୍ଯ୍ୟା, ପୁତ୍ର ଓ କନ୍ୟାଗଣ ବନ୍ଦୀ ରୂପେ ନୀତ ହୋଇଅଛନ୍ତି। ତହୁ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନେ ଆପଣା ଆପଣା ରବ ଉଠାଇ ରୋଦନ କଲେ। ଏପରିକି ଆଉ ରୋଦନ କରିବାକୁ ସେମାନଙ୍କ ଠାରେ କିଛି ବଳ ରହିଲା ନାହିଁ। ପୁଣି ଜିସ୍ରିଏଲିଆ, ଅହିନୟମ ଓ କର୍ମେଲୀୟ ନାବଲର ଭାର୍ଯ୍ୟା ଅବିଗଲ ନାମ୍ନୀ ଦାଉଦଙ୍କର 2 ଭାର୍ଯ୍ୟା ବନ୍ଦୀ ହୋଇଥିଲେ। ଏଥିରେ ଦାଉଦ ଅତିଶୟ ଉଦ୍ବିଗ୍ନ ହେଲେ, କାରଣ ପ୍ରତ୍ୟେକ ଲୋକର ମନ ଆପଣା ଆପଣା ପୁତ୍ରକନ୍ୟା ସକାଶୁ ବିରକ୍ତ ହେବାରୁ ଲୋକମାନେ ତାଙ୍କୁ ପଥର ମାରିବାକୁ କହିଲେ। ମାତ୍ର ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଠାରେ ଆପଣାକୁ ସବଳ କଲେ। ଏ ସ୍ଥାନରେ ଦେଖୁ, ଆ ଲୋକମାନେ ଆସିକିନା, ଅମାଲେକୀୟ ମାନେ ଆସି କଣ କରିଛନ୍ତି? ଦାଉଦଙ୍କର
ପୁଅ ଝିଅ ମାନଙ୍କୁ ନେଇ ଯାଇଛନ୍ତି, ତାଙ୍କର ଭାର୍ଯ୍ୟା ମାନଙ୍କୁ ନେଇ ଯାଇଛନ୍ତି, ତା ସହିତ ଅନେକ ସାନ ବଡ ସ୍ତ୍ରୀ ଲୋକ ସମସ୍ତଙ୍କୁ ବନ୍ଦୀ କରି ନେଇ ଯାଇଛନ୍ତି। ଯୋଉ ସମୟରେ ବନ୍ଦୀ କରି ନିଆଯାଇଛି, କେବଳ ଯେ ସେ ରାଜ୍ୟର ଲୋକମାନଙ୍କୁ ଖାଲି ନିଆ ନାହିଁ ହେଇନାହିଁ, ଦାଉଦଙ୍କର ମଧ୍ୟ ପୁଅ ଝିଅ ଯାଇଛନ୍ତି। ମାତ୍ର ଲୋକମାନେ ଦାଉଦଙ୍କ ବିରୁଦ୍ଧରେ ଉଠୁଛନ୍ତି, ତମେ ରାଜା ହେଇ କିଛି କଲ ନାହିଁ, ଏମିତି ସବୁ ଅସୁବିଧା। ମାନେ ସେମାନେ ଏମିତି କାନ୍ଦୁଛନ୍ତି ଯେ ଏତେ ଜୋର ଜୋର ସେ କାନ୍ଦିଲେ ଯେ ସେମାନଙ୍କୁ ଆରେ କାନ୍ଦିବା ପାଇଁ ବଳ ନାହିଁ, ଏ ପ୍ରକାର ସେମାନେ କାନ୍ଦୁଛନ୍ତି। ଯୋଉ ସମୟରେ ସେମାନେ କାନ୍ଦିକିନା ଏବେ ଆଉ କଣ କରିବେ, ଦାଉଦ ରାଜା ତୁମର ପାଇଁ ତ ଏସବୁ ହେଇଛି, ସେ ସମୟରେ ଲୋକମାନେ ପଥର ମାରିବା ପାଇଁ ବସୁଛନ୍ତି। ଦାଉଦ ମଧ୍ୟ ନିଜର ପରିବାର ଲୋକଙ୍କ ଠାରୁ ଦୂରରେ ଅଛନ୍ତି, ଦାଉଦଙ୍କର ପରିବାର ଲୋକମାନଙ୍କୁ ମଧ୍ୟ ନେଇ ଯାଇଛନ୍ତି। ସେ ସମୟରେ ଦାଉଦଙ୍କୁ ମଧ୍ୟ ସାନ୍ତ୍ୱନାର ଆବଶ୍ୟକତା ରହିଛି, ତାଙ୍କୁ ମଧ୍ୟ ମନ ମଧ୍ୟରେ ଦୁଃଖ ଅଛି। ତାର ସହିତ ଲୋକମାନେ ତ ତାଙ୍କୁ ସପୋର୍ଟ କରୁନାହାନ୍ତି, ଚାଲ ମିଶିକିନା ଆମେ ଲଢିକିନା ତାଙ୍କୁ ବାହାର କରି ଆଣିବା, ଏକଥା ଲୋକମାନଙ୍କ ଠାରୁ ଶୁଣିବା କଥା। ମାତ୍ର ଲୋକମାନଙ୍କ ଠାରୁ ତାହା ଶୁଣା ଯାଉନାହିଁ। ଲୋକମାନେ ଓଲଟା କଣ କରୁଛନ୍ତି, ତୁମର ଭୁଲ, ତୁମେ ରାଜା ହେଇକିନା ଆମର ପ୍ରତି ଏମିତି ଅନ୍ୟାୟ କଲେ, ଆମର ପୁଅ ଝିଅ ମାନଙ୍କୁ ଲୋକମାନେ ବନ୍ଦୀ କରି ନେଇଗଲେ, ଆମର ସ୍ତ୍ରୀ ମାନଙ୍କୁ ଲୋକ ମାନେ ବନ୍ଦୀ କରି ନେଇଗଲେ, ଅମାଲିକୀୟ ମାନେ ବନ୍ଦୀ କରି ନେଲା ବେଳେ ତୁମେ କଣ କରୁଥିଲ ରାଜା, ତମର ପାଇଁ ହେଇଛି ବୋଲି ସମସ୍ତେ କଣ କରୁଛନ୍ତି, ପଥର କାଢିକିନା ଦାଉଦଙ୍କୁ ମାରବା ପାଇଁ ଯାଉଛନ୍ତି। ଦାଉଦଙ୍କୁ ମାରବା ପାଇଁ ଯିବା ସମୟରେ ଦାଉଦ ବିଚଳିତ ହଉନାହାନ୍ତି, ଡିସ୍କରେଜ ହଉନାହାନ୍ତି, ଭାଙ୍ଗି ପଡୁନାହାନ୍ତି, ମୁଁ କଣ କରିବି ବୋଲି ମୁଣ୍ଡରେ ହାତ ଦେଇ ବସି ପଡୁନାହାନ୍ତି। ସେ ସମୟରେ ସେ ନିଜେ ନିଜ ସହିତ କଥା କହୁଛନ୍ତି, ଆଉ ପରମେଶ୍ୱରଙ୍କ ଠାରେ ନିଜକୁ ସବଳ କରୁଛନ୍ତି। ଚାରି କାନି ତାଙ୍କ ବିରୁଦ୍ଧରେ ଲୋକ ଉଠୁଛନ୍ତି। ଅନେକ ସମୟରେ ଏ ପ୍ରକାର ପରିସ୍ଥିତି ହୁଏ, ସମସ୍ତେ ଆମମାନଙ୍କୁ ନେଗେଟିଭ କଥା ଏକା କହୁଛନ୍ତି, ନାଇଁ ଆହୁରି ହେବ ନାହିଁ, ତୁ ଆହୁରି ଠିକ ହେବୁ ନାହିଁ, ତୋର ଦେଇ ଆହୁରି କିଛି ହେବ ନାହିଁ, ଏ ପ୍ରକାର ନେଗେଟିଭ କଥା ସମସ୍ତେ କହିବେ। ଆମ ବିରୁଦ୍ଧରେ ସମସ୍ତେ ଉଠିବେ, ଦାଉଦଙ୍କ ବିରୁଦ୍ଧରେ ସମସ୍ତେ ଉଠିଛନ୍ତି। ଲୋକମାନଙ୍କର ଯାହା ସମସ୍ୟା ଅଛି, ଦାଉଦଙ୍କର ମଧ୍ୟ ସେଇ ସମାନ ସମସ୍ୟା ଅଛି। ଆଉ ଦାଉଦ ଲିଡର ଭାବରେ ତାଙ୍କୁ ଆହୁରି ଅଧିକ ପ୍ରେସର ତାଙ୍କ ମଧ୍ୟରେ ଅଛି। ମାତ୍ର ସେ ସମୟରେ ଦାଉଦ ବିଚଳିତ ହଉନାହାନ୍ତି, ଡିସ୍କରେଜ ହେଇ ବସି ପଡୁନାହାନ୍ତି, ନିଜକୁ ସେ ସବଳ କରୁଛନ୍ତି, ପରମେଶ୍ୱରଙ୍କ ଠାରେ ନିଜକୁ ସେ ସବଳ କରି ଠିଆ ହଉଛନ୍ତି। ଲୋକମାନେ ଆମମାନଙ୍କୁ ନିରୁତ୍ସାହିତ, ଚାରି କାନି ଲୋକ ଆମମାନଙ୍କୁ ନିରୁତ୍ସାହିତ କରିବେ। ଅନେକ ସମୟରେ ଆମେ ଭାବୁଥିବୁ ଆର ପାଖେ ଗଲେ କିଛି ଆଶାର କଥା ବୋଧେ କହିବ ମତେ, ମାତ୍ର ସେ ମଧ୍ୟ ଆହୁରି ଅଧିକ ନିରୁତ୍ସାହର କଥା କହିବ। ସେଇ ସମୟରେ ଆମର ମନକୁ କହିବାର ଅଛି, ଅରେ ମନ ତୁ ବଳବାନ ହେ, ତୁ ନିରାଶ ହେଇଯାଏ ନା, ତୁ ଭାଙ୍ଗି ପଡେ ନା। ଦାଉଦ ସବଳ କଲେ, ସେ ଉଦ୍ଧାରକର୍ତ୍ତା ପରମେଶ୍ୱର ମୋର ରାଜ୍ୟର ଲୋକମାନଙ୍କୁ, ମୋର ଦେଶର ଲୋକମାନଙ୍କୁ ସେ ଉଦ୍ଧାର କରି ଆଣିବେ, ସେ କଢାଇ ଆଣିବେ, ସେ ବନ୍ଧନ ମୁକ୍ତ କରିବା ପରମେଶ୍ୱର। ଯୋଉ ଲୋକ, ଯୋଉ ଅମାଲିକୀୟ ମୋ ଲୋକମାନଙ୍କୁ ବନ୍ଦୀ କରି ନେଇଯାଇଛି, ସେ ସମସ୍ତଙ୍କୁ ସେ ଛାଡିଦବ କହିକିନା ସେ ନିଜକୁ ପରମେଶ୍ୱରଙ୍କ ଠାରେ ସବଳ କଲେ। ଆଜି ଆମେ ମଧ୍ୟ ପରମେଶ୍ୱରଙ୍କ ଠାରେ ନିଜକୁ ସବଳ କରିବାର ଅଛି। ପ୍ରିୟ ଭଉଣୀ ମାନେ, ନିଜକୁ ନିଜେ ଆମେ ଏନକରେଜ କରିବାର ଆବଶ୍ୟକତା ରହିଛି। ଆସୁ, ଯେତେ ଆଡୁ ଚାରି କାନିରୁ ବିଭିନ୍ନ ପ୍ରକାର ବିପଦ ଗୁଡିକ ମାଡି ଆସୁ, ଲୋକମାନେ ସମସ୍ତେ ଆମ ବିରୁଦ୍ଧରେ ଉଠନ୍ତୁ, ଆମର ପରିସ୍ଥିତିକୁ ଦେଖି କୁହନ୍ତୁ, ନାଇଁ ଏ ପରିସ୍ଥିତିରୁ ତୁ ଆଉ ବାହାରି ପାରିବୁ ନାହିଁ, ତୋର ଦେହରେ ହେବ ନାହିଁ, ଚାନ୍ସ ନାହିଁ। ସେ ଚାନ୍ସ ନାହିଁ କହିବା ସମୟରେ ଆମେ ନିଜେ ନିଜକୁ ଚ୍ୟାଲେଞ୍ଜ କରିବାର ଅଛି, ଚାନ୍ସ ଅଛି। ଯୋଉ ଜାଗାରେ ଚାନ୍ସ ନଥିବ, ସେଇ ଜାଗାରେ ଆମର ପରମେଶ୍ୱର ଚାନ୍ସ ତିଆରି କରିବା ପରମେଶ୍ୱର ଅଟନ୍ତି। ସେ ତିଆରି କରି ଆମମାନଙ୍କୁ କଢେଇ ନେବେ ପ୍ରତ୍ୟେକ ନେଗେଟିଭ ପରିସ୍ଥିତିରେ। ଆମେ ଅନେକ ସମୟରେ ଭାବୁଥିବ ଏ ରୋଗର ଆଉ ଇଲାଜ ନାହିଁ। ଯୋଉ ପରମେଶ୍ୱର ଆମକୁ ଗଠନ କରିଛନ୍ତି, ଆମର ଶିରା ପ୍ରଶିରା ସବୁ ବିଷୟକୁ ସେ ତିଆରି କରିଛନ୍ତି। ଆମେ କିଛି ନଥିଲୁ, ସେ ଆମର ଭିତରେ ସମସ୍ତ ଅର୍ଗାନକୁ ସେ ପ୍ରସ୍ତୁତ କରିଛନ୍ତି। ସେ ପରମେଶ୍ୱର କଣ ପୁନର୍ବାର ସେ ନୂତନ ଅର୍ଗାନ ପ୍ରସ୍ତୁତ କରିପାରିବେ ନାହିଁ? ସେ କରିବେ। ଏଇ ଭରସାରେ ଆମେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କର ସହିତ ରହିବାର ଅଛି। ପ୍ରିୟ ଭଉଣୀ, ନିଜକୁ କହିବାର ଅଛି, ନିଜ ସହିତ କଥା ହେବାର ଅଛି, ନିଜକୁ ନିଜେ ସବଳ କରିବାର ଅଛି, ନିଜକୁ ନିଜେ ଆମେ ବଳବାନ କରିବାର ଆବଶ୍ୟକତା ରହିଛି। ଆମେ ଭାଙ୍ଗି ପଡିବା ନାହିଁ, ଆମେ ହତାଶ ହେବା ନାହିଁ, ଆମେ ନିରାଶ ହେବା ନାହିଁ, ଆମେ ଡିପ୍ରେସନକୁ ଚାଲିଯିବା ନାହିଁ। କାରଣ ଆମର ପରମେଶ୍ୱର, ଆମେ ପଢୁନା, ସେ ହଉଛନ୍ତି ଉତ୍ସାହଦାତା ପରମେଶ୍ୱର।
ସେ ନିରୁତ୍ସାହର ପରମେଶ୍ୱର ନାହାନ୍ତି, ସେ ଉତ୍ସାହ ଦେବାର ପରମେଶ୍ୱର। ଆଉ ସେଇ ଉତ୍ସାହଦାତା ପରମେଶ୍ୱର, ସେଇ ଇମାନୁଏଲ ପରମେଶ୍ୱର ମୋ ସହିତ ସବୁ ସମୟରେ ଥାଉଛନ୍ତି। ଆଉ ମୁଁ ସର୍ବଦା ତାଙ୍କ ସମ୍ମୁଖରେ ବାସ କରେ, ଆଉ ତାଙ୍କର ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ। ଏଇ ଡେରିଂ ରେ ଆମେ ପ୍ରତ୍ୟେକ ସମୟରେ ପରମେଶ୍ୱରଙ୍କ ସହିତ ଚାଲିବାର ଆବଶ୍ୟକତା ରହିଛି। ସମସ୍ତେଙ୍କୁ ବନ୍ଦୀ କରି ନିଆଯାଉ, ସମସ୍ତେ ଆମ ବିରୁଦ୍ଧରେ ଉଠନ୍ତୁ, ମାତ୍ର ସେଇ ସମୟରେ ଆମେ ଆମର ମନ କହିବାର ଅଛି, ରେ ମନ ପରମେଶ୍ୱରଙ୍କ ଠାରେ ନିଜକୁ ବଳବାନ କରେ, ସବଳ କରେ। ଲୋକମାନେ ଆହୁରି କଥା କହିବାକୁ ବଳ ନାହିଁ, ସେ ପ୍ରକାର ଭାବରେ ସେମାନେ ପୁରା ହତାଶ ହେଇ ନିରାଶ ହେଇ କାନ୍ଦବା ସମୟରେ ଦାଉଦ ମଧ୍ୟ ସେମାନଙ୍କ ସହିତ ମିଶି କାନ୍ଦୁନାହାନ୍ତି, ସେ ପରମେଶ୍ୱରଙ୍କ ଠାରେ ନିଜକୁ ବଳବାନ କରୁଛି। ବହୁତ ସୁନ୍ଦର ପ୍ରିୟ ଭଉଣୀ ମାନେ, ଏ ପ୍ରକାର ଆମେ ନିଜେ ନିଜକୁ ମଧ୍ୟ ଆମେ ବଳବାନ କରିବାର ଆବଶ୍ୟକ ରହିଛି। ଆଉ ଜଣଙ୍କ ବିଷୟରେ ଆମେ ସମସ୍ତେ ତାଙ୍କୁ ଜାଣିଛୁ, ଏଲିୟ। ଏଲିୟ କଣ କରୁଛନ୍ତି? ଆହାବ ରାଜାଙ୍କର ସମ୍ମୁଖରେ ଠିଆ ହେଇ କହୁଛନ୍ତି, ଏ ରାଜା, ମୋର ବାକ୍ୟ ଅନୁସାରେ ଦେଶରେ 3 ବର୍ଷ 6 ମାସ ବର୍ଷା ହେବ ନାହିଁ, କି କାକର ମଧ୍ୟ ପଡିବ ନାହିଁ। କେମିତି ଦେଖ, ପୁରା ତାଙ୍କର ଏଲିୟଙ୍କର ଆପଣ ବ୍ୟାକଗ୍ରାଉଣ୍ଡ ଦେଖିବେ, ତାଙ୍କ ମା ବାପା ବିଷୟରେ କିଛି ଲେଖା ହିଁ ନାହିଁ। ମାତ୍ର ମା ନା ମାନେ ଗାଁ ନା ଜଣା ନାହିଁ, ମା ନା ଜଣା ନାହିଁ, ସେମିତି ଲୋକ ଆସିକିନା ଆହାବ ରାଜାଙ୍କ ସମ୍ମୁଖରେ ଠିଆ ହେଇ ଚ୍ୟାଲେଞ୍ଜ କରୁଛନ୍ତି, ହେ ରାଜା, ଜାଣିଛ ନା ମୋର କଥା ଅନୁସାରେ ଦେଶରେ 3 ବର୍ଷ 6 ମାସ ବର୍ଷା ହେବ ନାହିଁ, କି କାକର ପଡିବ ନାହିଁ। ଏମିତି ଡେରିଂ ରେ କହୁଛନ୍ତି। ବାଲର 450 ଭବିଷ୍ୟତ ବକ୍ତା ମାନଙ୍କୁ ସେ ଚ୍ୟାଲେଞ୍ଜ କରୁଛନ୍ତି, ମୋର ପରମେଶ୍ୱର ସତ୍ୟ ପରମେଶ୍ୱର, ମୋର ପରମେଶ୍ୱର ଜୀବିତ ପରମେଶ୍ୱର କହି ଚ୍ୟାଲେଞ୍ଜ କରି, ଯେ କି ସ୍ୱର୍ଗରୁ ନିଆଁ ଆଣୁଛନ୍ତି, ସେ ଏଲିୟ ଏବେ କଣ କରୁଛନ୍ତି? ରାଜାବଳୀ, ପ୍ରଥମ ରାଜାବଳୀ 19:4। ମାତ୍ର ମାତ୍ର ସେ ସେ ଆପେ ପ୍ରାନ୍ତରର ଭିତରକୁ ଦିନକର ପଥ ଯାଇ ଏକ ରମତ ବୃକ୍ଷ ମୂଳରେ ଉପସ୍ଥିତ ହୋଇ ବସିଲେ ଓ ଆପଣା ମୃତ୍ୟୁ ପ୍ରାର୍ଥନା କରି କହିଲେ, ଯଥେଷ୍ଟ ହେଲାଣି, ଏବେ ହେ ସଦାପ୍ରଭୁ ମୋର ପ୍ରାଣ ନିଅ, କାରଣ ମୁଁ ଆପଣା ପୂର୍ବପୁରୁଷମାନଙ୍କ ଠାରୁ ଭଲ ନୁହେଁ। ଯୋଉ ଏଲିୟ ରାଜାଙ୍କ ସାମ୍ନାରେ, ବାଲ ଭବିଷ୍ୟତ ବକ୍ତାଙ୍କ ସାମ୍ନାରେ ଏମିତି କଥା କହିଛନ୍ତି, ଏବେ ସାମାନ୍ୟ କାର ଜିଜେବେଲ ନାମ୍ନୀ ଗୋଟେ ସ୍ତ୍ରୀ ଲୋକର ସାମ୍ନାରେ ନିଜକୁ ଭୟଭୀତ କରି ଲୁଚିବାକୁ ଯାଉଛନ୍ତି, ଆଉ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୁଇଁ ଭଲ ନାହିଁ, ପ୍ଲିଜ ପ୍ରଭୁ ମତେ ତୁମେ ନେଇଯାଅ। ଆମେ ଅନେକ ସମୟରେ ପ୍ରକାର ପ୍ରାର୍ଥନା କରୁଛୁ, ଆମେ ନିରୁତ୍ସାହିତ ହେଇଛୁ, ଯୋଉ ସମୟରେ ପରିସ୍ଥିତି ଭଲ ନଥିବ ଆମେ କହିବୁ ମରି ଯାଇଥିଲେ ବଢିଆ ହେଇଥାନ୍ତା। ଯୋଉ ସମୟରେ ଡର ଲାଗିବ କି ମାନେ ଜଞ୍ଜାଳରୁ ମୁକ୍ତ ହେବା ପାଇଁ ଏଥିରୁ ଚାଲି ଯାଇଥିଲେ ଭଲ ହେଇଥାନ୍ତା, ଏ ପ୍ରକାର ଅନେକ ଥର ଆମମାନଙ୍କୁ ଏ ପ୍ରକାର ଥଟ୍ ଆସିଛି। କିନ୍ତୁ ଆମେ ଏଲିୟଙ୍କ ପରି ହେବା ନାହିଁ। ଏଲିୟ ଯାଇ ପରମେଶ୍ୱରଙ୍କର ଶକ୍ତିକୁ ଦେଖାଉଛନ୍ତି ରାଜାକୁ, ଦେଖିଲ ନା ଆମର ପରମେଶ୍ୱର ଋତୁ ମଧ୍ୟ ତାଙ୍କର ନିୟନ୍ତ୍ରଣ ମଧ୍ୟରେ ଅଛି ବୋଲି ସେ କହୁଛନ୍ତି। ସେ ପ୍ରତ୍ୟେକ ପ୍ରକାର ଆଶ୍ଚର୍ଯ୍ୟ କର୍ମ ଆମର ପରମେଶ୍ୱର କରିପାରନ୍ତି, ଆକାଶରୁ ଅଗ୍ନି ମଧ୍ୟ ଆଣିପାରନ୍ତି ବୋଲି ସେ ବାଲର ଭବିଷ୍ୟତ ବକ୍ତା ମାନଙ୍କୁ ବୁଝାଉଛନ୍ତି, କିନ୍ତୁ ନିଜକୁ ନିଜେ ସେ ବୁଝେଇ ପାରୁନାହାନ୍ତି। ବାଲର ଭବିଷ୍ୟତ ବକ୍ତାକୁ ସେ ଦେଖାଇଲେ, ଆହାବ ରାଜାକୁ ସେ ଦେଖାଇଲେ ପରମେଶ୍ୱର କେମିତିଟା, ମାତ୍ର ନିଜେ ଜାଣି ପାରୁନାହାନ୍ତି। ନିଜେ କଣ ଜାଣିପାରିବେ ନାହିଁ? ଜିଜେବେଲ ହାତରୁ କଣ ପରମେଶ୍ୱର ଏଲିୟଙ୍କୁ ବଞ୍ଚେଇ ପାରିବେ ନାହିଁ? ଏଲିୟକୁ କଣ ରକ୍ଷା କରିପାରିବେ ନାହିଁ? ସେ ପାରିବେ, ମାତ୍ର ସେ ସମୟରେ ସେ ଭୁଲି ଯାଉଛନ୍ତି। ଆମେ ଅନେକ ସମୟରେ ଅନ୍ୟର ଦୁଃଖ ହେଲେ ଆମେ ବହୁତ ସୁନ୍ଦର ସାନ୍ତ୍ୱନାର କଥା କହିବୁ, ଅନ୍ୟର ସମସ୍ୟା ହେଲେ ଆମେ ବହୁତ ସୁନ୍ଦର ସାନ୍ତ୍ୱନାର କଥା କହିବୁ, କିନ୍ତୁ ସେଇ ସମାନ ବିଷୟ ଆମ ଜୀବନରେ ଯେବେ ଘଟେ ଆମେ ନିଜକୁ ତାହା ବୁଝେଇ ନଥାଉ, ଆମେ ନିଜ ସହିତ ତାହା କଥା ହେଇ ନଥାଉ। ଅନ୍ୟର କିଛି କ୍ଷତି ହେଇଗଲା, ହଁ ଏମିତି ହେବ ବୋଲେ ବହୁତ ସୁନ୍ଦର ଆମେ ଆମ ପାଖରେ ସାନ୍ତ୍ୱନାର ଭାଷା ଗୁଡିକ ଆମେ ବାହାରିବ, ମାତ୍ର ନିଜର ଦୁଃଖ ନିଜେ ଯୋଉ ସମୟରେ ସେଇ ପରିସ୍ଥିତି ଦେଇ ଯାଉ, ସେ ସମୟରେ ଆମେ ନିଜେ ନିଜକୁ ବୁଝେଇଛୁ କି? ଯୋଉ ସମୟରେ
ଅଭାବ ଆସେ, କଷ୍ଟ ଆସେ, ସମସ୍ୟା ଆସେ। ଆମେ ଅନ୍ୟମାନଙ୍କୁ ଯୋଉ ସମୟରେ ଆ, ଅନ୍ୟମାନେ ଆମ ପାଖକୁ କାଉନସିଲିଂ କରିବା କହିଲେ ମୁଁ ସେମାନଙ୍କୁ ବହୁତ ସୁନ୍ଦର କାଉନସିଲିଂ କରେ ଆଉ ବହୁତ ସୁନ୍ଦର ବୁଝାଏ। ସେଇ ସମାନ ଭାଷା ମୁଁ କଣ ମୋ ନିଜ ପରିସ୍ଥିତି ସମୟରେ ମୁଁ ନିଜକୁ ବୁଝାଉଛି କି? ଏବେ ଅନ୍ୟର କିଏ ଚାଲିଗଲେ ଆମେ ବହୁତ ସୁନ୍ଦର, ହଁ ପ୍ରଭୁ ଦେଇଥିଲେ, ପ୍ରଭୁ ନେଲେ, ଏଟା ତ ଆମର ପ୍ରକୃତିର ନିୟମ, ଆମେ ବଞ୍ଚିଛୁ ବୋଲେ ଯିବାଟା ଯିବେ ଦିନେ। ସେଇ କଥା ସମାନ ଯେବେ ମୋର ଆତ୍ମୀୟ ଚାଲି ଯାଉଛନ୍ତି କି ମୋର ଆତ୍ମୀୟ ମାନେ କିଛି ହଉଛନ୍ତି, ସେଇ ସମାନ କଥା ସେ ସମୟରେ ମୋ ନିଜକୁ ନିଜେ ମୁଁ କଣ ବୁଝାଉଛି କି? ନିଜ ସହିତ ମୁଁ ସେ ବିଷୟରେ କଥା ହଉଛି କି? ଏଲିଓ ପରମେଶ୍ୱରଙ୍କର ଶକ୍ତିକୁ ଆହାବ ରାଜାକୁ ଜଣାଉଛନ୍ତି, ବାଲର ଭବିଷ୍ୟତ ବକ୍ତା ଅନ୍ୟମାନଙ୍କୁ ସେ ଜଣାଉଛନ୍ତି, ମାତ୍ର ନିଜେ ଯୋଉ ସମୟରେ ସମସ୍ୟାରେ ପଡୁଛନ୍ତି ସେ ସମୟରେ ପ୍ରଭୁ ମୁଁ ଆଉ ବଞ୍ଚି ପାରିବି ନାହିଁ, ପ୍ରଭୁ ତୁମେ ମତେ କାହିଁକି ରଖିଛ, ମତେ ନେଇଯାଅ, ମତେ ଏ ସ୍ତ୍ରୀର ହାତରୁ ତୁମେ ମାରିବ କି? ଦେଖ କେତେ ଲୋକ ମାରିଦେଲାନି, ଆହୁରି କିଏ ବଞ୍ଚି ନାହାନ୍ତି, ମୁଁ ଏକଲା ଏକା ବଞ୍ଚିଛି, ତୁମେ ଦୟା କର ମତେ ମାରିଦିଅ, ପ୍ରାର୍ଥନା କରୁଛନ୍ତି। ଏତେ ବଡ ପ୍ରଭୁଙ୍କର ଦାସଙ୍କର ମାନେ ନିଜକୁ ସେ ନିଜେ କଥା ହେଇ ପାରୁନାହାନ୍ତି, ନିଜକୁ ସେ ଏନକରେଜ କରିପାରୁନାହାନ୍ତି, ନିଜକୁ ସେ ଉତ୍ସାହ ଦେଇ ପାରୁନାହାନ୍ତି, ଆଉ ପରମେଶ୍ୱରଙ୍କ ନିକଟରେ ମୃତ୍ୟୁ ପ୍ରାର୍ଥନା କରୁଛନ୍ତି। ପ୍ରିୟ ଭଉଣୀ ମାନେ, ମୁଁ ଆପଣ ମାନଙ୍କୁ ଆଉ ଥରେ କହିବାକୁ ଚାହେଁ, ଆମେ ନିଜେ ନିଜ ସହିତ ଆମେ କଥା ହେବା, ନିଜକୁ ଆମେ ଏନକରେଜ କରିବା, ନିଜେ ନିଜେ ଆମେ ଉଠିବାକୁ ଚାହିଁବା, ଆମେ କାହାର ଏନକରେଜ ର ଅପେକ୍ଷାରେ ନଥାଉ। କିଏ ଆସିବେ ମତେ ଗୋଟେ ସାନ୍ତ୍ୱନାର ବାକ୍ୟ କହି ଉତ୍ସାହିତ କରିବେ, ମୁଁ ପୁରା ଶିଥିଳ ହେଇଯାଇଛି, ମୁଁ ଡିସ୍କରେଜ ହେଇଯାଇଛି, ମୁଁ ଭାଙ୍ଗି ପଡିଛି, କିଏ ଗୋଟେ ଆସିକିନା ମତେ ଉଠେଇବ, ଆମେ ସେ ଅପେକ୍ଷାରେ ନଥାଉ। ଆମେ ପ୍ରତ୍ୟେକ ସମୟରେ ନିଜେ ନିଜେ ଉଠିବାକୁ ଚେଷ୍ଟା କରୁ। ସବୁ ସମୟରେ ଆମକୁ ଉଠାଇବା ଲୋକ ନଥିବେ, ସବୁ ସମୟରେ ଆମକୁ କଢେଇ ନେବା ଲୋକ ନଥିବେ। ପ୍ରିୟ ଭଉଣୀ ମାନେ, ଆମେ ନିଜେ ନିଜକୁ ପରମେଶ୍ୱରଙ୍କ ଠାରେ ସବଳ କରିବାର ଆବଶ୍ୟକତା ରହିଛି। ଆମେ ଅନେକ ସମୟରେ ଭାବୁ ମୁଁ ଏତେ ଡିସ୍କରେଜ ହେଇଯାଇଛି, ଏତେ ଭାଙ୍ଗି ପଡିଛି, ମତେ କିଏ ଟିକେ ଆସି ଉଠାଇବା ଲୋକ ନାହିଁ, କିଏ ଟିକେ ସାନ୍ତ୍ୱନାର କଥା କହିବା ଲୋକ ନାହିଁ, କିଏ ନଥିବେ। ନିଜକୁ ନିଜେ ଏକା ଉଠାଇବାର ଆବଶ୍ୟକତା ରହିଛି। ଆମ ଭଉଣୀ ମାନେ ତ ଆମେ ଅନେକ ସମୟରେ ଭାବୁ ସବୁ ସମୟରେ ଲୋକମାନେ ଆମକୁ ଜୋର ଦୁକା ହେଲେ ଦେଖି ମଧ୍ୟ ଆସିବେ ନାହିଁ। ହୁଏତ କେତେ ଜଣ ଜାଣି ଶୁଣି ଆସିବେନି, ଆଉ କେତେ ଜଣ ଯିବା ପାଇଁ ଇଚ୍ଛା ଥାଏ ମଧ୍ୟ ବ୍ୟସ୍ତତାରେ ଆମମାନଙ୍କ ମଧ୍ୟରେ ପହଞ୍ଚି ପାରିବେ ନାହିଁ, ଦୁଃଖ ସମୟରେ ମଧ୍ୟ ଆମମାନଙ୍କ ନିକଟରେ ପହଞ୍ଚି ପାରିବେ ନାହିଁ। କିଏ ଗୋଟେ ଆସି ସାନ୍ତ୍ୱନାର ବାକ୍ୟ କହୁ ନାହିଁ, ହୁଏତ ଆମମାନଙ୍କୁ ସେ ସବୁ ବିଷୟ ମିଳି ନପାରେ, ସେ ନ ମିଳିବା ସମୟରେ ମଧ୍ୟ ଆମେ ନିଜେ ନିଜକୁ ଏନକରେଜ କରି ଯେମିତି କି ଏଲିଓଙ୍କ ପରି ଆମେ ନ ହଉ। ଏଲିଓ କଣ କରୁଛନ୍ତି, ଆହାବ ରାଜାକୁ ଯାଇ କହୁଛନ୍ତି, ଏ ରାଜା ମୋର ପରମେଶ୍ୱର ଏମିତିଟା, ସେ ବର୍ଷାକୁ ମଧ୍ୟ ବନ୍ଦ କରିପାରିବେ। ଆହାବର ସରି ବାଲର ଭବିଷ୍ୟତ ବକ୍ତା ମାନଙ୍କୁ କହୁଛନ୍ତି ମୋର ପରମେଶ୍ୱର ଏମିତି ଶକ୍ତିଶାଳୀ, ସ୍ୱର୍ଗର ନିଆଁ ଆଣିପାରିବେ। ତ ତୁମର ପରମେଶ୍ୱର ସେମିତି ପରମେଶ୍ୱର, ତାହେଲେ ସେ ତମକୁ ଜିଜେବେଲ ରାଣୀର କବଳରୁ ବଞ୍ଚେଇ ପାରିବେ କି ନାହିଁ? ସେ ବଞ୍ଚେଇ ପାରିବେ। ତ ତୁମେ କାହିଁକି ଏତେ ଡିସ୍କରେଜ ହେଇଯାଉଛ? ଏତେ ବଡ ପ୍ରଭୁଙ୍କର ଦାସ ଯାଇ ମୃତ୍ୟୁ ପ୍ରାର୍ଥନା ତୁମେ କାହିଁକି କରୁଛ? ନିଜର ସହିତ ଟିକେ କଥା ହୁଅନ୍ତୁ, କୁହନ୍ତୁ ସେ ପରମେଶ୍ୱର ଯୋଉ ପରମେଶ୍ୱର ବର୍ଷାକୁ ବନ୍ଦ କଲେ, ଯୋଉ ପରମେଶ୍ୱର ସ୍ୱର୍ଗର ନିଆଁ ଆଣିଲେ, ସେହି ପରମେଶ୍ୱର ଜିଜେବେଲ ହାତରୁ ମତେ ଉଦ୍ଧାର କରିବେ, ମତେ ରକ୍ଷା କରିବେ, ଏ ରୋଗରୁ ମତେ ବାହାର କରିବେ, ଏ ସମସ୍ୟାରୁ ମତେ ବାହାର କରିବେ, ନିଶ୍ଚିନ୍ତ ରୂପେ କରିବେ। ପ୍ରିୟ ଭଉଣୀ ମାନେ, ଆଜି ଆସନ୍ତୁ ଆମେ ନିଜେ ନିଜ ସହିତ ଆମେ କଥା ହେବାକୁ ଶିଖୁ। ଆଉ ଜଣଙ୍କ ବିଷୟରେ ଆମେ ଜାଣିଛୁ, 15 ଅଧ୍ୟାୟର ସେ ପୁଅ ବିଷୟରେ, ଲୁକ 15 ଅଧ୍ୟାୟର ଅପବ୍ୟ ପୁତ୍ର ବିଷୟରେ ଜାଣୁ। ଆମେ 15ର 18 ପଢିବା। ମୁଁ ଉଠି ମୋର ବାପାଙ୍କ ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ଆକୁ କିଏ ବୁଝେଇବାକୁ ଆଇଲା କି? ନାଇଁ, କିଏ ବୁଝେଇବା ପାଇଁ ଆସିନାହାନ୍ତି, କିଏ ବୁଝେଇ ନାହାନ୍ତି। ଯୋଉ ସମୟରେ ସେ ନିଜେ ଚେତନା ପାଉଛି, ସେ ସମୟରେ କଣ କରୁଛି, ନାଇଁ ମୁଁ ଯୋଉ ଜାଗାରେ ଅଛି ସେ ଜାଗା ଆଉ ଠିକ ଜାଗା ନାହିଁ, ଏ ଜାଗା ମୋ ପାଇଁ ଠିକ ଜାଗା ନୁହେଁ, ମୁଁ ଏ ଜାଗାରୁ ଉଠିକିନା ମୁଁ ଯିବି। ଅନେକ ସମୟରେ ଏ ପ୍ରକାର ବିଷୟ ଗୁଡିକ ହୁଏ, ଆମେ ଏ ପ୍ରକାର ବିଷୟ ଗୁଡିକରେ ପଡି ଯାଇଥାଉ, ଆଉ ନିଜେ ଏମିତି ଦଳି ଚକଟି ହେଇଥାଉ, ସେ ଜାଗାରୁ ଆମେ ବାହାରି ମଧ୍ୟ ପାରୁନଥିବୁ।
ମାତ୍ର ଅପବ୍ୟ ପୁତ୍ର ପରି କହିବାର ଅଛି। ଅପବ୍ୟ ପୁତ୍ର ଫେରିବାର ତାର ମାନେ କିଛି ମଧ୍ୟ ଚାନ୍ସ ନଥିଲା। କେମିତି ତାର ଅବସ୍ଥା, ସେ ବାପାଙ୍କ ଠାରୁ ସବୁ ନେଇକିନା ଦୂର ଦେଶକୁ ଯାଇଛି, ଆଉ ସବୁ କଦାଚାରରେ ତାର ସମସ୍ତ ସମ୍ପତ୍ତିକୁ ସେ ଉଡେଇ ଦେଇଛି। ବାପାଙ୍କ ଠାରୁ ଯାହା ଯାହା ନେଇଥିଲା ସବୁ ଉଡେଇଛି। ଗୋଟେ ବିଜନେସ ହେଲେ କରି ଲସ୍ ହେଇଥିଲେ ହେଲେ ହେଇଥାନ୍ତା, ମାତ୍ର ସେ ସବୁ ନେଇ ସେ ଉଡେଇ ଦେଇଛି। ତାପରେ ଉଁ, ମାନେ ଯାହା କରିବା କଥା ନାହିଁ ତାହା ସେ କରିଛି। ହେଲେ ମଧ୍ୟ ସେଇ ସମୟରେ ନିଜକୁ ସେ ସବଳ କରୁଛି, ନିଜକୁ ନିଜେ ଏନକରେଜ କରୁଛି। ସେ ପଡି ଯାଇଛି ଆଉ ଉଠୁଛି, ଧୂଳି ଝାଡିକିନା ଉଠି କହୁଛି ମୁଁ ମୋର ବାପାଙ୍କ ପାଖକୁ ଯିବି। ଆଜି ଆମେ ବିଭିନ୍ନ ପ୍ରକାର ପାପରେ ପଡି ଯାଇଥିବା ପ୍ରିୟ ଭଉଣୀମାନେ, ଆମେ ଅନେକ ଥର ଚେଷ୍ଟା କରୁଛୁ ସେ ପାପ ଗୁଡିକରୁ ବାହାରିବା ପାଇଁ। ଅନେକ ଗୁଡିଏ ଦୁର୍ବଳତା ଆମମାନଙ୍କ ମଧ୍ୟରେ ଅଛି। ମୁଁ ଆଉ ଧାର୍ମିକ ଜୀବନ କାଟି ପାରିବି ନାହିଁ, ମୁଁ ଆଉ ପ୍ରଭୁରେ ବଢି ପାରିବି ନାହିଁ। କେତେ ଆଉ ବାର ବାର ଏ ଗୋଟେ ପାପରେ ଏକା ମୁଁ ପଡୁଥିବି। ସେଇ ସମୟରେ ମଧ୍ୟ ଆମେ ଉଠିବାର ଅଛି। ନିଜେ ନିଜକୁ ଆମେ କଥା କହିବାର ଅଛି, କେତେ ଦିନ ତୁ ଏ ଜାଗାରେ ପଡି ରହିବୁ? ଏ ଜାଗା ତୋର ରହିବାର ଜାଗା ନାହିଁ। ଏ ଜାଗାରୁ ବାହାରି ଆସେ। ଯେମିତି ଅପବ୍ୟ ପୁତ୍ର ନିଜେ ନିଜକୁ କଥା କହିଲା, ନିଜେ ନିଜର ସହିତ କଥା ହେଇକିନା ବାହାରୁଛି, ଉଠିକିନା ବାପାଙ୍କ ନିକଟକୁ ଯାଉଛି। ଆଉ ସେ ବାପା ଅଛନ୍ତି ଆମମାନଙ୍କୁ ସେ ଆଲିଙ୍ଗନ କରି ଧରିବା ପାଇଁ। ଆମର ଧୂଳି ଛାଡି ଉଠିବାର ସମୟ। ଆମେ କହିବାର ଅଛି ଧାର୍ମିକ ବ୍ୟକ୍ତି 7 ଥର ପଡିଲେ ମଧ୍ୟ ସେ ଉଠିବାଟା ଉଠିବ ଆକା। ଲୋକମାନେ ଆମମାନଙ୍କୁ ଡିସ୍କରେଜ କରି ପ୍ରାର୍ଥନା ବାର ଯାଉଛନ୍ତି, ହେଲେ ମିଶା ଆଙ୍କର ଜୀବନରେ ଏଟା ଛାଡୁନେ। ପ୍ରାର୍ଥନା ବାର ଯାଇ କି ଲାଭ? ଏତେ ପ୍ରାର୍ଥନା କରୁଛନ୍ତି ହେଲେ ମିଶାଙ୍କର ଘରରୁ ଅଶାନ୍ତି ଯାଉନାହିଁ। ଏତେ ପ୍ରାର୍ଥନା କରୁଛନ୍ତି, ଏମାନେ ମାନେ ସୁଧୁରୁ ନାହାନ୍ତି। ଲୋକମାନେ ଏ ପ୍ରକାର କଥା କହିବେ, କିନ୍ତୁ ଆମେ ନିଜେ ନିଜକୁ କହିବାର ଅଛି ନା, ମୁଁ ଉଠିବି ଏ ସ୍ଥାନରୁ। ମୁଁ ଉଠିକିନା ମୋ ପିତାଙ୍କ ନିକଟକୁ ଯିବି। ଶୈତାନ ଆମକୁ କହୁଥିବ ତୁ ଯେତିକି ବଡ ପାପ କରିଛୁ ନା, ତୁ ଯୋଉ ଭୁଲ ଗୁଡିକ ତୁ କରିଛୁ ନା, ସେ ଭୁଲରେ ପରମେଶ୍ୱର ମିଶା ତାକୁ ଗ୍ରହଣ କରିବେ ନାହିଁ। ହୁଏ, ମାତ୍ର ଆମେ କହିବାର ଅଛି ମୋର ପରମେଶ୍ୱର ପ୍ରେମିକ ପରମେଶ୍ୱର। ମୋର ପରମେଶ୍ୱର ମୋର ପାପ ସବୁ ସିନ୍ଦୁର ବର୍ଣ୍ଣ ପରି ରଙ୍ଗ ହେଲେ ହିଁ ସେ ସବୁ ହିମ ପରି ଶୁକ୍ଳ ବର୍ଣ୍ଣ କରିବା ପାଇଁ ତାଙ୍କର ରକ୍ତରେ ସାମର୍ଥ୍ୟ ଅଛି। ମୁଇଁ ଯାଉନାହିଁ, ମୁଁ ଟିକେ ଉଠିକିନା ଯାଉନାହିଁ ବୋଲି ମୁଁ ସେଇ କ୍ଷମା ମୁଁ ପାଇପାରୁନାହିଁ। ଆମେ କହିବାର ଅଛି ଆଉ ମୁଁ ଯୋଉ ଯୋଉ ପାପ ସବୁ ସ୍ୱୀକାର କରିବି ସେ ସବୁ ପାପ କ୍ଷମା କରିବା ପାଇଁ, ସେ ସବୁ ପାପରୁ ମତେ ଉଦ୍ଧାର କରିବା ପାଇଁ ସେ ସାମର୍ଥ୍ୟ ପରମେଶ୍ୱର ଅଟନ୍ତି। ମୋର ସବୁ ପରିସ୍ଥିତିକୁ ସେ ପରିବର୍ତ୍ତନ କରିବା ପରମେଶ୍ୱର ଅଟନ୍ତି। ଗୋଟିଏ କଥା ମତେ ଉଠିବାର ଅଛି, ନିଜକୁ କହିବାର ଅଛି କେତେ ଦିନ ତୁ ଆହୁରି ଏମିତି ପଡିକିନା ରହିବୁ? ଉଠେ ଉଠେ କହିକିନା ଆମେ ଉଠିକିନା ଧାଇଁକିନା ବାପାଙ୍କ ପାଖକୁ ଯିବା। ଆଉ ସେଇ ବାପା ଜଗିଛନ୍ତି ଆମମାନଙ୍କୁ ଆଲିଙ୍ଗନ କରିବା ପାଇଁ। ପ୍ରିୟ ଭଉଣୀମାନେ, ଡିସ୍କରେଜ ହୁଅନ୍ତୁ ନାହିଁ, ଭାଙ୍ଗି ପଡନ୍ତୁ ନାହିଁ। କୁହନ୍ତୁ ପ୍ରାର୍ଥନା କରି କରି ମଧ୍ୟ ମୋ ଜୀବନରେ ଏଇଟା କାହିଁକି ହଉଛି? ବାର ବାର ମୁଁ କାହିଁକି ପଡି ଯାଉଛି? କାହିଁକି ଅନ୍ୟର କଥାକୁ ମୁଁ ସହ୍ୟ କରିପାରୁନାହିଁ? କାହିଁକି ମୁଁ ଅନ୍ୟମାନଙ୍କୁ ରିପ୍ଲାଏ ଦେଇ ଦଉଛି? ସେଇ ସମୟରେ କହିବାର ଅଛି ବାପା ତୁମେ ଅଛ, ତୁମର ଶକ୍ତି ତୁମର ସାମର୍ଥ୍ୟ ମତେ ବଳ ଦେବ, ଆଉ ମୁଁ ଚାଲିବି। ମୁଁ ଉଠିକିନା ଧାଇଁବି, ମୁଁ ଏସବୁରୁ ମୁଁ ଉଠିକିନା ତୁମ ନିକଟକୁ ଯିବି। ଏ ପ୍ରକାର ମନ ଆମେ ନିଜକୁ ଧରୁ। ପ୍ରିୟ ଭଉଣୀମାନେ, ଆମେ ନିଜେ ନିଜ ସହିତ କଥା ହେବାଟା ଆମେ ଶିଖିବା। ଆମେ ଅନ୍ୟମାନଙ୍କ ସହିତ ବହୁତ କଥା ହଉଛୁ, ଆମେ ଫୋନରେ କଥା ହଉଛୁ, ଆମେ ମେସେଜ ଦ୍ଵାରା କଥା ହଉଛୁ ଅନ୍ୟମାନଙ୍କର ସହିତ, ମାତ୍ର ନିଜ ସହିତ ଟିକେ ଆମେ କଥା ହବା। କହିବା ରେ ମନ ପରମେଶ୍ୱରଙ୍କର ଧନ୍ୟବାଦ କର। ହେ ମନ ତୁ କାହିଁକି ଶୋକାକୁଳ ହଉଛୁ? ପରମେଶ୍ୱରଙ୍କ ଠାରେ ଭରସା ରଖେ, ସେ ତୋର ଯତ୍ନ ନେବେ। ଦାଉଦଙ୍କ ପରି ଆମେ ଯେକୌଣସି ପରିସ୍ଥିତି ଆମମାନଙ୍କୁ ଚାପି ଦେବା ସମୟରେ, ପତ୍ରାପ କରିବା ସମୟରେ ଆମେ ସବଳ ହେଇ ଠିଆ ହେବାର ଅଛି ପରମେଶ୍ୱରଙ୍କ ଠାରେ। ଏଲିୟଙ୍କ ପରି ଆମେ ମୃତ୍ୟୁ ପ୍ରାର୍ଥନା କରିବା ନାହିଁ। ଆମେ ସେଇ ବିପରୀତ ପରିସ୍ଥିତିରେ ଆମେ ଅନ୍ୟମାନଙ୍କୁ ଆମେ ଏନକରେଜ କରିବାଟା ଜାଣିଛୁ। ଆମେ ନିଜକୁ ନିଜେ ଆମେ ଏନକରେଜ କରିବା, ନିଜକୁ ଆମେ ଶିଖେଇବା।
ଏମିତି ପରିସ୍ଥିତିରେ ମଧ୍ୟ ପରମେଶ୍ୱର ମୋର ସହିତ ଅଛନ୍ତି ଆମେ ଏହା ଶିଖାଉ। ଆଉ ଅପବ୍ୟୟ ପୁତ୍ର ପରି ଆମେ ଆମର ବାଟକୁ ମାନେ ଆମେ ଯୋଉ ସ୍ଥାନରେ ଅଛୁ ଯଦି ତାହା ଆମମାନଙ୍କ ନିମନ୍ତେ ଠିକ ଜାଗା ନୁହେଁ ସେଇ ସ୍ଥାନରୁ ଆମେ ନିଜେ ନିଜକୁ କହୁ ଆମେ ଡିସ୍କରେଜ ହେଇଯାଇଛୁ, ଆମେ ଡିସଚାର୍ଜ ହେଇଯାଇଛୁ, ପରମେଶ୍ୱରଙ୍କ ଠାରୁ ଡିସକନେକ୍ଟ ହେଇଯାଇଛୁ। ସେ ସମୟରେ ଆମେ ନିଜେ ନିଜକୁ ଏନକରେଜ କରିବା ଆଉ ନିଜେ ନିଜକୁ ଆମେ ଚାର୍ଜ କରି ପରମେଶ୍ୱରଙ୍କର ନିକଟକୁ ଆମମାନେ ଯିବା। ଦେଖିବା ପରମେଶ୍ୱର ନିଶ୍ଚିତ ଭାବରେ ଆମମାନଙ୍କୁ ସେ ଗ୍ରହଣ କରିବେ। ଆଉ ଆଜି ଆମେ ନିଜର ସହିତ କଥା ହେବା। ପ୍ରଭୁ ଅଳ୍ପ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।